ଆଉ ଗୋଟେ ଭଲ କଥା ଛାଡ଼ିଗଲି। ଭକ୍ତ ପଛରେ ଭଗବାନ ଗୋଡ଼ାନ୍ତି ଯୋଉ କଥାଟା କହିଲେ, ସେଇ କଥାଟାକୁ ଏବେ ଗୋଟେ ସୁନ୍ଦର ଏକ୍ଜାମ୍ପଲ ଦେବି। ଆପଣ ଦେଖନ୍ତୁ, ଯୋଉ ସାଧୁ ନିଷ୍ଠାର ସହିତ ଧ୍ୟାନ ଜପରେ ବୁଡ଼ି ଯାଇଛି, ନିଜ ଜୀବନଟା ଭଗବାନ ପାଇଁ ଉତ୍ସର୍ଗୀକୃତ କରିଦେଇଛି, ଭଗବାନଙ୍କ ପାଇଁ ସବୁ କିଛି ସେ କରୁଛି। ଦେଖନ୍ତୁ ସେ କେତେ ପୂଜନୀୟ, ତ କେତେ ଲୋକ ପୂଜା କରୁଛନ୍ତି, ସେ କାହାକୁ କିଛି କହୁନାହିଁ। ତାକୁ ଲୋକ ସ୍ୱତଃ ତା ପାଖକୁ ଆସୁଛନ୍ତି, ତାର ଚରଣ ରେଣୁ ନେଇ ସମସ୍ତେ ମୁଣ୍ଡରେ ମାରୁଛନ୍ତି, ତା ପାଦ ଧୋଇକି ପାଣିକି ପାଉଛନ୍ତି, ତା ଚଲା ପଥରେ ପୁଷ୍ପ ବିଞ୍ଚୁଛନ୍ତି। ଆମେ ବୃନ୍ଦାବନ ପରିକ୍ରମା କରୁଥିଲୁ ସେପ୍ଟେମ୍ବରରେ, ଦେଖିଲୁ ବୃନ୍ଦାବନରେ ଜଣେ ସନ୍ଥ ଏବେ ଅଛନ୍ତି ପ୍ରେମାନନ୍ଦ ବାବା ବୋଲି। ସେ ଭୋରୁ ଭୋରୁ ପରିକ୍ରମା କରନ୍ତି। ସେଇ ପରିକ୍ରମା ପଥରେ ଅନେକ ଲୋକ ତାଙ୍କୁ ଚାହିଁ ବସିଥାନ୍ତି ଦର୍ଶନ କରିବା ପାଇଁ, ଏବଂ ରାସ୍ତା ସାରା ସବୁ ଫୁଲ ବିଞ୍ଚି ଚିତା କାଟି କ'ଣ କରିଥାନ୍ତି, ଅପେକ୍ଷାରତ, କିଏ କୀର୍ତ୍ତନ, କିଏ ନମସ୍କାର, କିଏ ସାଷ୍ଟାଙ୍ଗ ପ୍ରଣାମ କରନ୍ତି। ସେ ସମସ୍ତଙ୍କୁ ପ୍ରତି ପ୍ରଣାମ କରି ଆନନ୍ଦରେ ସେ ପୁଷ୍ପକୁ ମାଡ଼ି ଚାଲିଯାଆନ୍ତି। ସେ କ'ଣ କହିଛନ୍ତି, ମୋ ପାଇଁ ଏ କାମ ସବୁ ଆପଣମାନେ ରାତିରୁ ଉଠି କରନ୍ତୁ ପ୍ରତ୍ୟେକ ଦିନ, ଆବରି ଖାଇବେନି ପାଶେ ତାର ଚରଣ ରେଣୁ ଆସେ। ଏମିତି ପ୍ରତ୍ୟେକ ସାଧୁଙ୍କର ଅଛି, ଖାଲି ସେ ପ୍ରେମାନନ୍ଦ ବାବାଙ୍କର ନୁହେଁ। ଯିଏ ସାଧନାରେ ଉଚ୍ଚ ସ୍ତରକୁ ଗଲା, ମନକୁ ଈଶ୍ୱରାଭିମୁଖୀ କଲା, ଭଗବତ ଚେତନାରେ ବୁଡ଼ିଲା, ଭଗବାନଙ୍କ ପାଇଁ ଜୀବନଟା ଦେଇଦେଲା, ତା ପାଇଁ ଭଗବାନ ବିଭିନ୍ନ ମାଧ୍ୟମରେ ଏ କଥା କରନ୍ତି। ତେଣୁ ଆମେ ସମୀକ୍ଷା କରିବା, ଆମର ମନ କୁଆଡ଼େ ଯାଉଛି, ବିଷୟ ଆଡ଼େ ଯାଉଛି କି ଈଶ୍ୱରାଭିମୁଖୀ ହଉଛି। ଆପଣଙ୍କ ଭାଗ୍ୟଟା ଆପଣଙ୍କ ହାତରେ। ଆପଣ ଯାହା କରୁଛନ୍ତି ତା ଭୋଗୁଛନ୍ତି, ଯାହା କରିବେ ଆପଣ ତା ଭୋଗିବେ। ଆପଣଙ୍କର ଭାଗ୍ୟଟା ଆପଣଙ୍କ ହାତରେ। ତୁଇଟି ତୁଇ ଅଟୁ ଭାଗ୍ୟ ବିଧାତାରେ ମନୁଆ। ତୁ ହିଁ ତୋର ଭାଗ୍ୟ ବିଧାତା, ଆଉ ତୋର କେହି ଭାଗ୍ୟ ବିଧାତା ନୁହନ୍ତି। ୟୁର ଡେଷ୍ଟିନ୍ ଇଜ୍ ଇନ୍ ୟୋର ହ୍ୟାଣ୍ଡ। ତେଣୁ ଯେମିତି କର୍ମ କରୁଛନ୍ତି ସେମିତି ଫଳ ଆପଣଙ୍କୁ ପ୍ରାପ୍ତି ହେବ। ଏକଥା ଆପଣ ଜାଣିପାରୁନାହାନ୍ତି। ତେଣୁ ଗୁରୁଦେବ ଇଂଲିଶରେ କହୁଥିଲେ, ୱାଚ୍ ୟୁର ଥଟ୍ସ, ୱାଚ୍ ୟୁର ମାଇଣ୍ଡ, ୱାଚ୍ ୟୁର ବ୍ରେଥ୍। ଆପଣ କହିଦେଲେ, କେବେ ବିଚାର କରୁଛନ୍ତି ୱାଚ୍ ୟୁର ଥଟ୍ସ? ନିଜ ଚିନ୍ତାକୁ କେତେବେଳେ ଆପଣ ଜାଣିଛନ୍ତି? ମୋ ଭିତରେ କୋଉ କୋଉ ଥଟ୍ସ ଆସୁଛି, ସେ ଥଟ୍ସ ମୋ ଭିତରେ ଥିଲା ନା ବାହାରେ ଥିଲା, କୋଉଠି ଥିଲା? ଯୋଉ ଥଟ୍ସ ଆସୁଛି ତା ସକାରାତ୍ମକ କି ନକାରାତ୍ମକ, ତା ପଜିଟିଭ କିମ୍ବା ନେଗେଟିଭ, ଆପଣ ଜାଣିପାରୁନାହାନ୍ତି। ଆପଣଙ୍କୁ ଭୂତ ଲାଗିଛି, ଆପଣ କହିବେ ବାବାଜୀ ଗଞ୍ଜେଇ ଖାଇଛି। ଗୋଟିଏ ଏକ୍ଜାମ୍ପଲ ଦେଲେ ବୁଝିପାରିବେ। ବ୍ୟାସ ସବୁବେଳେ କହୁଥିଲେ, ଏ କଳିଯୁଗର ଲୋକମାନେ ଶୋଇ ପଡ଼ିଛନ୍ତି। କଳ ଶୟନୁ ଭବନ୍ତୁ, ଏଇଟା ବ୍ୟାସ କହିଛନ୍ତି, ବାବା କହୁନାହାନ୍ତି। କ'ଣ ଆପଣମାନେ ତ ରାତି 9ଟା ହେବାକୁ ବସିଲାଣି, ଆପଣ ମୋତେ ଚାହିଁଛନ୍ତି, ମୁଁ ଆପଣଙ୍କୁ ଚାହିଁଛି, ପୁଣି ଶୋଇ ପଡ଼ିଛନ୍ତି କ'ଣ? କଳ ଶୟନୁ ଭବନ୍ତୁ, ଶୋଇ ପଡ଼ିଛନ୍ତି କ'ଣ? ଆପଣ ବୁଝିପାରୁଛନ୍ତି? ଆପଣ ତ ଜାଗ୍ରତ।
लोक के समय नहीं से 4-5 घंटा राति भी शोई पारू नहीं टंका 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 आगे लोक कहूला हरे कृष्ण जय जगन्नाथ हरे टंका 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 हरे हरे सतरे इटा तो महामंत्र कली जुगरे टंका 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 जहा को देख समय नहीं अर्थ कौन तार उत्तर मत दिंतु मु कार्य व्यस्त अर्थ कौन तुम्हें जो टंका रोजगार करुच समय नहीं अर्थ तुम्हें काम एनगेज अछ से पैसा तुम पुओ तुम झी तुम परिवार तुम पाइना से पैसा कौन भगवान को पाई से पैसा कौन तुमर साधु सन्त को पाई देखिले आपण जो श्रम करुचंदी से श्रम होचे अनित्य से पैसाटा खर्च होचे अनित्य रे आपण को किछि मिलिबो नाही तेणु वाच योर थॉट्स ऑलवेज वाच योर थॉट्स निज चिंता को जान देखंतु आपण गपुचंदी जानी पारुना गपिबा द्वारा केते शक्तिर क्षय होउछि गपिले कौन हुए अहंकार प्रकाश पाए गपिले कौन हुए मन चंचल हुए गपिले कौन हुए शक्तिर क्षय हुए गपिले कौन हुए ना अनेक मिछ कथा कही हुए कथा भितर मिछ आसीब ना तेणु जदि आम चिंता को जानी थांदे ये गोटे कथा न प्रत्येक चिंता खाली चिंता को आप जानतु चिंता को केतबले विरोध करंतु ना निवृत्ति करने चाहतु ना से आपन को विरोध करिवो आपन खाली जानतु मु मद पीऊचे जानतु मु खाली गपुचे जानतु मु ध्यान करू ना जानतु मु मोबाइल रे सबले लागुची जानतु मु अଯଥା कथा कहूची जदि आपण जानिमे बारंबार जानिमे परे जानिले हबो नहीं बारंबार जानिमे ताहले आपण करेक्शन हो जिवे।